କେବେ ଭାବିଛନ୍ତି ଯଦି ଭଲମନ୍ଦର ସବୁ ନିଷ୍ପତ୍ତି ପାଇଁ ଗୋଟିଏ ସରଳ ସୂତ୍ର ଥାନ୍ତା କଥାଟା କେତେ ସହଜ ହୋଇଯାନ୍ତା ନା। ଜଣେ ଦାର୍ଶନିକ ଠିକ୍ ଏହିପରି ଏକ ସୂତ୍ର ତିଆରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମଜାର କଥା ହେଲା ତାଙ୍କ ନିଜ ଛାତ୍ର ହିଁ ତାଙ୍କ ବିଚାରଧାରାକୁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଦେଲେ। ତେବେ ଆସନ୍ତୁ ଉପଯୋଗିତାବାଦର ଏହି ଦ୍ୱନ୍ଦ୍ୱପୂର୍ଣ୍ଣ ଆଉ ମଜାଦାର କାହାଣୀ ଭିତରକୁ ଯିବା। ଆସନ୍ତୁ ଗୋଟିଏ ମୌଳିକ ପ୍ରଶ୍ନରୁ ଆରମ୍ଭ କରିବା। ଆମେ ଯାହା ବି କିଛି କରୁ ତାହା କାହିଁକି କରୁ? ମାନେ ଆମର ପ୍ରତ୍ୟେକ ନିଷ୍ପତ୍ତି ପଛରେ ପ୍ରକୃତ କାରଣଟା କ'ଣ? ଏହି ଗଭୀର ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲେ ଦାର୍ଶନିକ ଜେରେମି ବେନ୍ଥମ୍, ଆଉ ସେଇଠୁ ହିଁ ଆମର ଆଜିର ଆଲୋଚନା ଆରମ୍ଭ ହେଉଛି। ତେବେ ପ୍ରଥମେ ଭେଟିବା ଜେରେମି ବେନ୍ଥାମ୍ଙ୍କୁ। ତାଙ୍କର ଗୋଟେ ବଡ଼ ଲକ୍ଷ୍ୟ ଥିଲା। ସେ ଚାହୁଁଥିଲେ ମଣିଷର ସବୁ କାମକୁ ଗୋଟିଏ ସରଳ ବୈଜ୍ଞାନିକ ନିୟମରେ ବାନ୍ଧିବା ପାଇଁ। ସେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଆମର ସମସ୍ତ କାର୍ଯ୍ୟକଳାପ ପଛରେ କେବଳ ଗୋଟିଏ ହିଁ ମୂଳ କାରଣ ରହିଛି। ଆଉ ସେହି ମୂଳ କାରଣକୁ ସେ ନାଁ ଦେଇଥିଲେ ଉପଯୋଗିତା ବା ୟୁଟିଲିଟି। ଏହାର ଅର୍ଥ ବହୁତ ସରଳ। ଆମେ ସେହି କାମ କରିଥାଉ ଯାହା ଆମ ପାଇଁ ଉପଯୋଗୀ, ଅର୍ଥାତ୍ ଯାହା ଆମକୁ ସୁଖ ଦିଏ। ତେଣୁ କୌଣସି କାମ ଭଲ କି ଖରାପ ତାହା ମାପିବାର ଗୋଟିଏ ହିଁ ମାପକାଠି ଅଛି, ତାହା କେତେ ପରିମାଣର ସୁଖ ଦେଉଛି ବା ଦୁଃଖ କମ୍ କରୁଛି। ବାସ୍ ଏତିକି। ବେନ୍ଥମ୍ କହିଲେ ଯେ ପ୍ରକୃତି ଆମକୁ ଦୁଇଟା ମାଲିକଙ୍କ ଅଧୀନରେ ରଖିଛି, ଆଉ ସେହି ଦୁଇ ମାଲିକ ହେଉଛନ୍ତି ସୁଖ ଆଉ ଦୁଃଖ। ଆମ ଜୀବନର ପୂରା ଖେଳଟା ଏହି ଦୁଇଟି ଜିନିଷକୁ ନେଇ। ଆମେ ସବୁବେଳେ ସୁଖ ପଛରେ ଦୌଡ଼ୁ ଆଉ ଦୁଃଖଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁ। ଖାଇବାଠାରୁ ଆରମ୍ଭ କରି ବଡ଼ ବଡ଼ ନିଷ୍ପତ୍ତି ପର୍ଯ୍ୟନ୍ତ ସବୁକିଛି ଏହି ସରଳ ନିୟମରେ ଚାଲେ। କିନ୍ତୁ ଏଇଠି କଥାଟା ଟିକେ ବିବାଦୀୟ ହୋଇଗଲା। ବେନ୍ଥମ୍ କହିଲେ ସୁଖ କେଉଁ ପ୍ରକାରର ସେଥିରେ କିଛି ଯାଇ ଆସେ ନାହିଁ। କେବଳ ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ, ସୁଖର ପରିମାଣ କେତେ। ମାନେ ଅଧିକ ସୁଖ ମାନେ ଅଧିକ ଭଲ କାମ। ସୁଖ କେଉଁଠୁ ଆସୁଛି ତାହା ଗୌଣ। ସେ ନିଜ କଥାକୁ ସ୍ପଷ୍ଟ କରିବା ପାଇଁ ଏକ ପ୍ରସିଦ୍ଧ ବାକ୍ୟ କହିଥିଲେ, ପୁଷ୍ପିନ୍ କବିତା ପରି ଭଲ। ପୁଷ୍ପିନ୍ ସେତେବେଳେ ପିଲାମାନଙ୍କର ଏକ ସାଧାରଣ ଖେଳ ଥିଲା। ତେବେ ସେ କହିବାକୁ ଚାହୁଁଥିଲେ ଯେ ଯଦି ଏକ ସାଧାରଣ ଖେଳରୁ ମିଳୁଥିବା ଆନନ୍ଦ ଗୋଟିଏ ଉଚ୍ଚକୋଟୀର କବିତାରୁ ମିଳୁଥିବା ଆନନ୍ଦ ସହ ସମାନ, ତେବେ ସେ ଦୁଇଟିର ମୂଲ୍ୟ ମଧ୍ୟ ସମାନ। ଆସନ୍ତୁ ଏହାକୁ ଆହୁରି ସରଳ ଭାବରେ ବୁଝିବା। ଧରାଯାଉ ଲୁଡୁ ଖେଳିଲେ ଆପଣଙ୍କୁ 10 ୟୁନିଟ୍ ଖୁସି ମିଳୁଛି, ଆଉ ଗୋଟିଏ ସୁନ୍ଦର କବିତା ଶୁଣିଲେ ବି ଠିକ୍ 10 ୟୁନିଟ୍ ଖୁସି ମିଳୁଛି। ବେନ୍ଥମ୍ଙ୍କ ମତରେ ଏ ଦୁଇଟି କାମ ଭିତରେ କୌଣସି ଫରକ ନାହିଁ। ଦୁଇଟି ଯାକ ସମ୍ପୂର୍ଣ୍ଣ ସମାନ ମୂଲ୍ୟର। କେହି କାହାଠୁ ଭଲ ବା ଉନ୍ନତ ନୁହେଁ। କିନ୍ତୁ ଏ କଥା କ'ଣ ସତରେ ଠିକ୍ ଲାଗୁଛି? ଗୋଟେ ଚକୋଲେଟ୍ ଖାଇବାର ଖୁସି ଆଉ ଗୋଟେ କଠିନ ଗଣିତ ସମାଧାନ କରିବାର ଖୁସି କ'ଣ ସମାନ? ଏହି ପ୍ରଶ୍ନ ହିଁ ବେନ୍ଥମ୍ଙ୍କ ସରଳ ସିଦ୍ଧାନ୍ତରେ ଏକ ଫାଟ ସୃଷ୍ଟି କଲା। ଆଉ ଠିକ୍ ଏହି ପ୍ରଶ୍ନକୁ ନେଇ ତାଙ୍କ ନିଜ ଛାତ୍ର ତାଙ୍କୁ ଚ୍ୟାଲେଞ୍ଜ କଲେ। ଆଉ ସେହି ଛାତ୍ର ଥିଲେ ଜନ୍ ଷ୍ଟୁଆର୍ଟ ମିଲ୍। ମିଲ୍ ତାଙ୍କ ଗୁରୁଙ୍କ ମୂଳ କଥାକୁ ମାନୁଥିଲେ ଯେ ଆମେ ସୁଖ ଖୋଜୁ। କିନ୍ତୁ ସେ ଭାବୁଥିଲେ ଯେ ଏହି ସିଦ୍ଧାନ୍ତଟି ଅତ୍ୟନ୍ତ ସରଳ ହୋଇଯାଇଛି। ଏଥିରେ କିଛି ଗୋଟେ ଗଭୀର କଥା ଛାଡ଼ି ଦିଆଯାଇଛି। ତେଣୁ ସେ ଏଥିରେ ଏକ ବହୁତ ବଡ଼ ସଂଶୋଧନ ଆଣିଲେ। ଏଇଠି ଆସିଲା କାହାଣୀର ପ୍ରକୃତ ମୋଡ଼। ମିଲ୍ କହିଲେ କେବଳ କେତେ ସୁଖ ମିଳୁଛି ତାହା ଯଥେଷ୍ଟ ନୁହେଁ। କେଉଁ ପ୍ରକାରର ସୁଖ ମିଳୁଛି ତାର ଗୁଣବତ୍ତା ବା କ୍ୱାଲିଟି ମଧ୍ୟ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ମତରେ କିଛି ସୁଖ ଅନ୍ୟ ସୁଖ ତୁଳନାରେ ସ୍ୱାଭାବିକ ଭାବେ ଅଧିକ ମୂଲ୍ୟବାନ। ଏଥିପାଇଁ ମିଲ୍ ସୁଖର ଏକ ପଦାନୁକ୍ରମ ତିଆରି କଲେ। ତଳ ସ୍ତରରେ ରହିଲା ନିମ୍ନ ସୁଖ, ଯେମିତିକି ଖାଇବା, ପିଇବା, ବିଶ୍ରାମ କରିବା ଭଳି ଶାରୀରିକ ସୁଖ। ଆଉ ଉପର ସ୍ତରରେ ରହିଲା ଉଚ୍ଚ ସୁଖ, ଯାହା ଆମ ମନ, ବୁଦ୍ଧି ଆଉ ଆତ୍ମା ସହ ଜଡ଼ିତ, ଯେପରିକି ଜ୍ଞାନ ଅର୍ଜନ, କଳାର ଆନନ୍ଦ କିମ୍ବା ଗଭୀର ଚିନ୍ତନ। ଆଉ ମିଲ୍ଙ୍କ ପାଇଁ ଏହି ଉଚ୍ଚ ସୁଖ ହିଁ ଅଧିକ ମୂଲ୍ୟବାନ ଥିଲା। ନିଜର ଯୁକ୍ତିକୁ ଆହୁରି ଦୃଢ଼ କରିବା ପାଇଁ ମିଲ୍ ଏହି ଶକ୍ତିଶାଳୀ ବାକ୍ୟଟି କହିଥିଲେ, ଏକ ସନ୍ତୁଷ୍ଟ ଘୁଷୁରି ହେବା ଅପେକ୍ଷା ଜଣେ ଅସନ୍ତୁଷ୍ଟ ମଣିଷ ହେବା ଭଲ। ଏହାର ଅର୍ଥ ହେଲା କେବଳ ସନ୍ତୁଷ୍ଟ ରହିବାଟା ବଡ଼ କଥା ନୁହେଁ। ଏକ ଚିନ୍ତାଶୀଳ, ଜ୍ଞାନୀ ଜୀବନ ଯଦିଓ ସେଥିରେ ଅସନ୍ତୋଷ ଥାଏ, ତାହା ଏକ ସରଳ, ସନ୍ତୁଷ୍ଟ ଜୀବନଠାରୁ କାହିଁ କେତେ ଗୁଣରେ ଶ୍ରେଷ୍ଠ। ଏହାକୁ ସେ ଅସନ୍ତୁଷ୍ଟ ସକ୍ରେଟିସ୍ ବନାମ ସନ୍ତୁଷ୍ଟ ଘୁଷୁରି ଉପମା ଦେଇ ବୁଝାଇଥିଲେ। ଗୋଟେ ଘୁଷୁରି କାଦୁଅରେ ରହି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥାଇପାରେ, କିନ୍ତୁ ମହାନ ଦାର୍ଶନିକ ସକ୍ରେଟିସ୍ ସବୁବେଳେ ପ୍ରଶ୍ନ ଆଉ ଅସନ୍ତୋଷରେ ବଞ୍ଚୁଥିଲେ। ତଥାପି କିଏ ବା ଘୁଷୁରି ହେବାକୁ ପସନ୍ଦ କରିବ?
ମିଲ୍କ ଗମତରେ ସକ୍ରେଟିସ୍ଙ୍କର ସେହି ଉଚ୍ଚ ଚେତନା ହିଁ ତାଙ୍କ ଜୀବନକୁ ଅଧିକ ମୂଲ୍ୟବାନ କରିଥିଲା। ତେବେ ଆସନ୍ତୁ ଏହି ଦୁଇ ଦାର୍ଶନିକଙ୍କ ବିଚାରକୁ ମୁହାଁମୁହିଁ ରଖି ଦେଖିବା। ଏହା କେବଳ ପରିମାଣ ବନାମ ଗୁଣବତ୍ତାର ଲଢ଼େଇ ନୁହେଁ। ଏହା ହେଉଛି ଜୀବନକୁ ଦେଖିବାର ଦୁଇଟି ସମ୍ପୂର୍ଣ୍ଣ ଅଲଗା ଦୃଷ୍ଟିକୋଣର ସଂଘର୍ଷ। ଦେଖନ୍ତୁ, ଏହି ଟେବଲରେ ପାର୍ଥକ୍ୟ କେତେ ସ୍ପଷ୍ଟ। ବେନ୍ଥାମଙ୍କ ପାଇଁ ସୁଖର କେବଳ ପରିମାଣ ମାପ, କିନ୍ତୁ ମିଲ୍କ ପାଇଁ ପରିମାଣ ସାଙ୍ଗକୁ ଗୁଣବତ୍ତା ବି ଜରୁରୀ। ଆଉ ଏହାର ସବୁଠୁ ବଡ଼ ପ୍ରଭାବ ପଡ଼ିଲା ଶାସନ ଉପରେ। ବେନ୍ଥାମଙ୍କ ହିସାବରେ ସଂଖ୍ୟାଗରିଷ୍ଠ ଲୋକଙ୍କ ସୁଖ ହିଁ ସରକାରର ଲକ୍ଷ୍ୟ ହେବା ଉଚିତ, କିନ୍ତୁ ମିଲ୍ କହିଲେ ନା, ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବା ତାଠୁ ବି ବେଶୀ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା, ଏହି ପୁରୁଣା ଦାର୍ଶନିକ ବିତର୍କ ବିଷୟରେ ଆମେ ଏବେ କାହିଁକି କଥା ହେଉଛେ? କାରଣ ଏହା କେବଳ ବହି ଭିତରେ ସୀମିତ ନୁହେଁ। ଏହି ବିଚାରଗୁଡ଼ିକ ଆମ ସମାଜ, ଆମ ଆଇନ ଏବଂ ସରକାରୀ ନୀତିକୁ ଗଭୀର ଭାବରେ ପ୍ରଭାବିତ କରିଛି। ମିଲ୍କର ସେହି ଗୋଟିଏ ସଂଶୋଧନ, ମାନେ ଗୁଣବତ୍ତା ଉପରେ ଜୋର ଦେବା, ଆଧୁନିକ ଉଦାରବାଦୀ ଚିନ୍ତାଧାରାର ମୂଳଦୁଆ ପକାଇଲା। ଏହା ବ୍ୟକ୍ତିର ଅଧିକାରକୁ ସଂଖ୍ୟାଗରିଷ୍ଠଙ୍କ ଇଚ୍ଛାଠାରୁ ସୁରକ୍ଷା ଦିଏ। ଏହା ଆମକୁ ଶିଖାଏ ଯେ କଳା, ବିଜ୍ଞାନ ଓ ଶିକ୍ଷା କେତେ ମୂଲ୍ୟବାନ। ସବୁଠୁ ବଡ଼ କଥା, ଏହା ସଂଖ୍ୟାଗରିଷ୍ଠଙ୍କ ଅତ୍ୟାଚାରକୁ ବିରୋଧ କରେ, ଆଉ କହେ ଯେ ଶରୀରର ସନ୍ତୁଷ୍ଟି ଭଳି ଆତ୍ମାର ସନ୍ତୁଷ୍ଟି ମଧ୍ୟ ସେତିକି ହିଁ ଜରୁରୀ। ତେବେ ଶେଷରେ ଏହି ପୂରା ଆଲୋଚନା ଆମକୁ ଏକ ବଡ଼ ପ୍ରଶ୍ନ ପାଖରେ ଛାଡ଼ିଯାଏ। ଏକ ସୁଖମୟ ଜୀବନର ପ୍ରକୃତ ଅର୍ଥ କ'ଣ? କେବଳ ଅଧିକରୁ ଅଧିକ ସୁଖ ପାଇବା, ନା ଉନ୍ନତ ଏବଂ ଅର୍ଥପୂର୍ଣ୍ଣ ସୁଖ ପାଇବା? ଅଧିକ ସୁଖ ନା ଉନ୍ନତ ସୁଖ? ଏହାର କୌଣସି ସହଜ ଉତ୍ତର ନାହିଁ, ଆଉ ଏହାର ଉତ୍ତର ବୋଧହୁଏ ଆମେ କିପରି ଜୀବନ ବଞ୍ଚିବାକୁ ଚାହୁଁ ତାହା ଉପରେ ନିର୍ଭର କରେ।